କେବେ ମନରେ ପ୍ରଶ୍ନ ଆସିଛି କି ଇତିହାସର ସବୁଠାରୁ ବଡ଼ ସୁପରଷ୍ଟେଟ୍ମାନଙ୍କ ଭିତରୁ ଗୋଟିଏ ମାନେ ରୋମାନ ସାମ୍ରାଜ୍ୟ ପ୍ରକୃତରେ ଚାଲୁଥିଲା କେମିତି? ଦେଖନ୍ତୁ, ଏଇଟା ଖାଲି ଗୋଟେ ବଡ଼ ସାମ୍ରାଜ୍ୟ ନଥିଲା, ଏହା ଥିଲା ଗୋଟେ ଜଟିଳ ମେସିନ୍ ଯାହା ଶହ ଶହ ବର୍ଷ ଧରି ତିନିଟା ମହାଦେଶରେ ଚାଲିଥିଲା। ତେବେ ଚାଲନ୍ତୁ ଆଜି ମିଶିକି ଏହି ଅବିଶ୍ୱସନୀୟ କାହାଣୀକୁ ଟିକେ ଭଲ ଭାବରେ ବୁଝିବା। ଆଚ୍ଛା, ଏହାର ଆକାର ଟିକେ ଦେଖନ୍ତୁ, କଳ୍ପନା କରନ୍ତୁ ଟିକେ। ଏହି ସାମ୍ରାଜ୍ୟର ବିଶାଳତାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗେ। ଏହା ୟୁରୋପର ବହୁତ ବଡ଼ ଅଂଶ ପୁରା ଉତ୍ତର ଆଫ୍ରିକା ଆଉ ମଧ୍ୟପୂର୍ବ ପର୍ଯ୍ୟନ୍ତ ବ୍ୟାପିଥିଲା। ଆଉ ଭୂମଧ୍ୟ ସାଗର, ସେମାନେ ତ ଏହାକୁ ନିଜର ବୋଲି ଭାବୁଥିଲେ, ଏମିତିକି ଏହାକୁ ଆମ ସମୁଦ୍ର ବୋଲି ଡାକୁଥିଲେ। ସତ କହିବାକୁ ଗଲେ ଏହା ଥିଲା ଏକ ପ୍ରକାର ଗ୍ଲୋବାଲ ପାୱାର। ଆଉ ଏହି ବିଶାଳ ସାମ୍ରାଜ୍ୟରେ କେତେ ଲୋକ ରହୁଥିଲେ ଜାଣନ୍ତି? ପାଖାପାଖି 6 କୋଟି। ଭାବନ୍ତୁ ଟିକେ, ସେହି ପ୍ରାଚୀନ ସମୟରେ ଏହା କେତେ ବଡ଼ ସଂଖ୍ୟା ଥିଲା। ଏଥିର ସ୍ପଷ୍ଟ ଜଣାପଡ଼େ ଯେ ଏତେ ବଡ଼ ଆଉ ଭିନ୍ନ ଭିନ୍ନ ପ୍ରକାରର ଲୋକଙ୍କୁ ଶାସନ କରିବାରେ ସେମାନେ କେତେ ମାହିର ଥିଲେ। ହେଲେ ଏଇ ଖେଳରେ ରୋମ୍ ଏକୁଟିଆ ନଥିଲା। ତାର ପୂର୍ବପଟେ ଥିଲା ଆଉ ଏକ ମହାଶକ୍ତି, ଇରାନୀ ସାମ୍ରାଜ୍ୟ। କିନ୍ତୁ ଦୁହିଁଙ୍କ ଭିତରେ ଗୋଟେ ବଡ଼ ଫରକ ଥିଲା। ରୋମ୍ ଥିଲା ଗୋଟେ ସାଂସ୍କୃତିକ ମିଶ୍ରଣ, ମାନେ ବହୁତ ପ୍ରକାର ଲୋକ, ଭାଷା ସବୁକିଛିର ଏକ ମିଶ୍ରଣ। କିନ୍ତୁ ଇରାନୀ ସାମ୍ରାଜ୍ୟ ସେଟା ବହୁତ ଏକ ପ୍ରକାରର ଥିଲା। ଆଉ ଏହି ଫରକ ହିଁ ସେମାନଙ୍କର ସଂଘର୍ଷ ଆଉ ଇତିହାସର ମୋଡ଼ ବଦଳାଇ ଦେଇଥିଲା। ତେବେ ପ୍ରଶ୍ନ ଉଠୁଛି, ରୋମ୍ ଏତେ ବଡ଼ ଆଉ ଏତେ ଅଲଗା ଅଲଗା ଲୋକଙ୍କ ସାମ୍ରାଜ୍ୟକୁ ଏକାଠି ବାନ୍ଧି ରଖିଥିଲା କେମିତି? କ'ଣ ଥିଲା ସେମାନଙ୍କର ସଫଳତାର ସିକ୍ରେଟ୍? ଚାଲନ୍ତୁ ସେମାନଙ୍କର ଶାସନ ବ୍ୟବସ୍ଥାର ଇଞ୍ଜିନ୍ ରୁମ୍ ଭିତରକୁ ଯାଇ ଦେଖିବା। ସେମାନଙ୍କ ସିଷ୍ଟମର ମୂଳଦୁଆ ଥିଲା ପ୍ରିନ୍ସିପେଟ୍। ଏହାକୁ ଆରମ୍ଭ କରିଥିଲେ ସମ୍ରାଟ ଅଗଷ୍ଟସ୍। ଆଉ ଏଇଟା ବହୁତ ଚାଲାକିରେ ତିଆରି ହୋଇଥିଲା। କେମିତି? ଦେଖନ୍ତୁ, ବାହାରକୁ ଦେଖିଲେ ଲାଗିବ ଯେମିତି ଏହା ଏକ ଗଣତନ୍ତ୍ର, ସିନେଟ୍ ଅଛି, ସବୁ ନିୟମକାନୁନ ଅଛି, କିନ୍ତୁ ପ୍ରକୃତ କ୍ଷମତା ଥିଲା କେବଳ ସମ୍ରାଟଙ୍କ ହାତରେ। ଏହା ଥିଲା ଗୋଟେ ପ୍ରକାରର ରାଜତନ୍ତ୍ର ଯାହା ଗଣତନ୍ତ୍ରର ମୁଖା ପିନ୍ଧିଥିଲା। ଏହି ପୁରା ସିଷ୍ଟମରେ ମୁଖ୍ୟତଃ 3 ଜଣ ଖେଳାଳି ଥିଲେ। ପ୍ରଥମେ ସମ୍ରାଟ, ଯାହାଙ୍କ ପାଖରେ ସବୁଠୁ ବେଶୀ ପାୱାର ଥିଲା। ଦ୍ୱିତୀୟରେ ଅଭିଜାତ ବର୍ଗ, ମାନେ ସିନେଟର ଆଉ ଧନୀ ଲୋକମାନେ। ଆଉ ତୃତୀୟରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ସେନା। ଆଉ ସେନା କେବଳ ସୀମା ଜଗୁନଥିଲା, ସେମାନେ ଥିଲେ କିଙ୍ଗ ମେକର, ମାନେ କିଏ ରାଜା ହେବ ଏହି ନିଷ୍ପତ୍ତି ପ୍ରାୟତଃ ସେମାନେ ହିଁ ନେଉଥିଲେ। ଆଚ୍ଛା, ରାଜା ମହାରାଜାଙ୍କ କଥା ତ ବହୁତ ହେଲା। ଏବେ ଚାଲନ୍ତୁ ସେହି କୋଟି କୋଟି ସାଧାରଣ ଲୋକଙ୍କ ଦୁନିଆକୁ ଯିବା ଯେଉଁମାନଙ୍କ ପାଇଁ ରୋମାନ ସାମ୍ରାଜ୍ୟ ହିଁ ଘର ଥିଲା। ସେମାନଙ୍କର ଦୈନନ୍ଦିନ ଜୀବନ କେମିତି କଟୁଥିଲା ଆସନ୍ତୁ ଦେଖିବା। ରୋମାନ ଦୁନିଆରେ 2ଟା ଅଲଗା ଚିତ୍ର ଦେଖିବାକୁ ମିଳୁଥିଲା। ଗୋଟେ ପଟେ ଥିଲା ଚାକଚକ୍ୟ ଭରା କୋଳାହଳପୂର୍ଣ୍ଣ ସହର, ବ୍ୟବସାୟ, ରାଜନୀତି ସବୁକିଛି ଏଇଠି। ଆଉ ଅନ୍ୟପଟେ ଥିଲା ଗାଁ ଗହଳି, ଯେଉଁଠି ଲୋକମାନେ ଦିନରାତି ପରିଶ୍ରମ କରି ପୁରା ସାମ୍ରାଜ୍ୟର ପେଟ ପୋଷୁଥିଲେ। ଆଉ ଡାକ୍ତର ଗ୍ୟାଲେନଙ୍କର ଏହି କଥାଟି ସେହି ସମୟର କଠୋର ବାସ୍ତବତାକୁ ପୁରା ସାମ୍ନାକୁ ନେଇ ଆସେ। ଏହା କହୁଛି ଯେ ଯେତେବେଳେ ଦୁର୍ଭିକ୍ଷ ପଡ଼ୁଥିଲା, ସହର ପାଇଁ ଗାଁରୁ ଅଧିକାଂଶ ଖାଦ୍ୟଶସ୍ୟ ନିଆଯାଉଥିଲା। ଫଳରେ କ'ଣ ହେଉଥିଲା, ଯେଉଁ ଚାଷୀମାନେ ସେହି ଫସଲ ଉପଜାଉଥିଲେ ସେମାନେ ହିଁ ଶେଷରେ ଭୋକିଲା ରହୁଥିଲେ। ବଞ୍ଚିବା ପାଇଁ ଏହା ଏକ ନିରନ୍ତର ସଂଗ୍ରାମ ଥିଲା। ଜାଣନ୍ତି, ରୋମାନ ସମାଜ ବଡ଼ ବିଚିତ୍ର ଥିଲା। ଗୋଟେ ପଟେ ଦେଖିଲେ ପୁରା ଅର୍ଥନୀତି ଦାସମାନଙ୍କ ଉପରେ ଚାଲୁଥିଲା, କିନ୍ତୁ ଅନ୍ୟପଟେ ପରିବାରର ଧାରଣା ଆଶ୍ଚର୍ଯ୍ୟଜନକ ଭାବେ ଆଧୁନିକ ଥିଲା, ଆମର ଆଜିକାଲିର ନ୍ୟୁକ୍ଲିୟର ଫ୍ୟାମିଲି ପରି। ଆଉ ସବୁଠୁ ବଡ଼ କଥା ହେଉଛି, ସେହି ସମୟରେ ବି ମହିଳାମାନଙ୍କୁ ନିଜ ବାପଘର ସମ୍ପତ୍ତି ଉପରେ ପୁରା ଆଇନଗତ ଅଧିକାର ମିଳୁଥିଲା, ଯାହାକି ଗୋଟେ ବୈପ୍ଳବିକ କଥା ଥିଲା। ଏଇଟା ମୋର ସବୁଠୁ ପସନ୍ଦ। ଦେଖନ୍ତୁ, ପମ୍ପେର ଗୋଟେ କାନ୍ଥରେ କିଏ ଜଣେ ଏହା ଲେଖିଛି, ହେ କାନ୍ଥ, ତୋତେ ମାନିବାକୁ ପଡ଼ିବ। ଏତେ ବୋରିଂ ଲେଖାର ଭାର ସହିବି ତୁ ଏଯାଏଁ ଭାଙ୍ଗିନୁ। ଏଥିରୁ ଜଣାପଡ଼ୁଛି ଯେ ରୋମାନମାନେ ଖାଲି ପଥରର ମୂର୍ତ୍ତି ନଥିଲେ, ସେମାନଙ୍କ ପାଖରେ ବି ଆମ ଭଳି ସେନ୍ସ ଅଫ୍ ହ୍ୟୁମର ଥିଲା। ଏହା ସତରେ ଅତୀତକୁ ଜୀବନ୍ତ କରିଦିଏ, ନୁହେଁ କି? କିନ୍ତୁ କୌଣସି ବି ସାମ୍ରାଜ୍ୟ ସବୁଦିନ ପାଇଁ ରୁହେନି, ଠିକ୍ ନା? ରୋମର ସୁବର୍ଣ୍ଣ ଯୁଗ ବି ଶେଷ ହେବାକୁ ଯାଉଥିଲା। ତୃତୀୟ ଶତାବ୍ଦୀ ବେଳକୁ ସିଷ୍ଟମରେ ଫାଟ ଦେଖାଦେଲା। ଆଉ ଏମିତି ଏକ ସଙ୍କଟ ଆସିଲା ଯାହା ପୁରା ସାମ୍ରାଜ୍ୟର ମୂଳଦୁଆକୁ ଦୋହଲାଇ ଦେଲା। ସମସ୍ୟା ଗୋଟେ ପଟୁ ନୁହେଁ, 2ଟା ପଟୁ ଆସିଲା। ପୂର୍ବରେ ଇରାନୀମାନେ ପୁଣି ଶକ୍ତିଶାଳୀ ହୋଇ ଆକ୍ରମଣ କଲେ, ଆଉ ଉତ୍ତରରେ ଜର୍ମାନୀୟ ଜନଜାତିମାନେ ସୀମା ଭିତରକୁ ପଶି ଆସିଲେ। ରୋମ୍ ଏକା ସାଙ୍ଗରେ 2ଟି ଯୁଦ୍ଧରେ ଫସି ଯାଇଥିଲା, ଆଉ ଚାପ ଧୀରେ ଧୀରେ ବଢ଼ି ଚାଲିଥିଲା। ଆଉ ଯେତେବେଳେ ବାହାରେ ଶତ୍ରୁମାନେ ଦ୍ୱାର ବାଡ଼ୁଥିଲେ, ସେତେବେଳେ ସାମ୍ରାଜ୍ୟ ଭିତରୁ ହିଁ ଭାଙ୍ଗି ପଡ଼ୁଥିଲା। ଟିକେ ଭାବନ୍ତୁ, ମାତ୍ର 47 ବର୍ଷ ଭିତରେ 25 ଜଣ ସମ୍ରାଟ ବଦଳିଲେ। ଏହାର ଅର୍ଥ ହେଉଛି ଲଗାତାର ଗୃହଯୁଦ୍ଧ, ଅରାଜକତା ଆଉ ଏହି ଅସ୍ଥିରତା ହିଁ ସାମ୍ରାଜ୍ୟକୁ ଭିତରୁ ଖୋଳ କରିଦେଉଥିଲା। ତେବେ କ'ଣ ଏଇଠି ରୋମର କାହାଣୀ ଶେଷ ହୋଇଗଲା?
ସାଧାରଣତଃ ଆମେ ଯାହାକୁ ରୋମ୍ର ପତନ ବୋଲି କହୁଁ, ଆସନ୍ତୁ ସେହି ଧାରଣାକୁ ଟିକେ ଚ୍ୟାଲେଞ୍ଜ କରିବା ଆଉ ଦେଖିବା ଏହି ସଙ୍କଟ ପରେ ପ୍ରକୃତରେ କ'ଣ ହୋଇଥିଲା। ତେବେ ମୂଳ ପ୍ରଶ୍ନ ହେଉଛି ରୋମ୍ କ'ଣ ସତରେ ପତନ ହୋଇଥିଲା? ଏହି ପ୍ରଶ୍ନ ଇତିହାସକାରମାନେ ଶହ ଶହ ବର୍ଷ ଧରି ପଚାରି ଆସୁଛନ୍ତି। କିନ୍ତୁ ଯଦି ଏହାର ଉତ୍ତର ଏତେ ସିଧାସଳଖ ହଁ କି ନା ନୁହେଁ ତ? ଯଦି ଏହା ପତନ ନୁହେଁ ବରଂ ଏକ ପରିବର୍ତ୍ତନ ଥିଲା? ଇତିହାସକାରମାନେ ଏହି ସମୟକୁ ଏକ ସ୍ୱତନ୍ତ୍ର ନାଁ ଦେଇଛନ୍ତି, ଲେଟ୍ ଆଣ୍ଟିକ୍ୱିଟି। ଏହାକୁ ଏମିତି ଭାବନ୍ତୁ ଯେ ଗୋଟେ ବଡ଼ କୋଠା ହଠାତ୍ ଭୁଷୁଡ଼ି ପଡ଼ିଲାନି, ବରଂ ତାର ଇଟା ପଥରକୁ ବ୍ୟବହାର କରି ଧୀରେ ଧୀରେ ଗୋଟେ ନୂଆ ଡିଜାଇନର ଘର ତିଆରି ହେଲା। ଏହା ଶେଷ ନଥିଲା, ଏହା ଥିଲା ଏକ ରୂପାନ୍ତର। ଆଉ କି ପରିବର୍ତ୍ତନ? ସମ୍ରାଟ କନଷ୍ଟାଣ୍ଟାଇନ୍ ଖ୍ରୀଷ୍ଟଧର୍ମ ଗ୍ରହଣ କଲେ, ଯାହା ଇତିହାସର ମୋଡ଼ ବଦଳାଇଦେଲା। ସାମ୍ରାଜ୍ୟକୁ ଦୁଇ ଭାଗ କରାଗଲା, ପୂର୍ବ ଆଉ ପଶ୍ଚିମ। ଧୀରେ ଧୀରେ ପଶ୍ଚିମ ଭାଗଟି ଛୋଟ ଛୋଟ ଜର୍ମାନୀୟ ରାଜ୍ୟରେ ଭାଙ୍ଗିଗଲା, କିନ୍ତୁ ପୂର୍ବ ଭାଗ, ଯାହାକୁ ଆମେ ବାଇଜାଣ୍ଟାଇନ୍ ସାମ୍ରାଜ୍ୟ ବୋଲି କହୁ, ତାହା ଆହୁରି 1000 ବର୍ଷ ପର୍ଯ୍ୟନ୍ତ ଚାଲିଲା। ତେଣୁ ରୋମର କାହାଣୀ ପ୍ରକୃତିରେ ଶେଷ ହୋଇନଥିଲା। ଆଉ ରୋମର ପ୍ରଭାବ ଆଜି ବି ଜୀବନ୍ତ ଅଛି। ଏହା ଆମ ଦୁନିଆକୁ ଏମିତି ଭାବରେ ଗଢ଼ିଛି ଯାହାକୁ ଆମେ ବେଳେବେଳେ ବୁଝି ବି ପାରୁନା। ଏହି କୋଲୋସିୟମ୍ ଖାଲି ଗୋଟେ ପୁରୁଣା କୋଠା ନୁହେଁ, ଏହା ହେଉଛି ସେହି ମହାନ ସାମ୍ରାଜ୍ୟର ଶକ୍ତି, ଇଞ୍ଜିନିୟରିଂ ଆଉ ପ୍ରତିଭାର ଏକ ଚିରନ୍ତନ ପ୍ରତୀକ। ତେବେ ଶେଷରେ ଗୋଟେ ପ୍ରଶ୍ନ ଛାଡ଼ିଯାଉଛି, ଟିକେ ଭାବି ଦେଖନ୍ତୁ, ପ୍ରାଚୀନ ରୋମ୍ର କେଉଁ କେଉଁ ଅଂଶ ଆଜି ବି ଆମ ଚାରିପାଖରେ ଜୀବିତ ଅଛି? ଆମ ଆଇନରେ, ଆମ ଭାଷାରେ, ଏପରିକି ଆମର ବିଲ୍ଡିଂ ଡିଜାଇନରେ। ଯଦି ଆମେ ଟିକେ ଧ୍ୟାନ ଦେବା, ତେବେ ରୋମ୍ର ପ୍ରତିଧ୍ୱନି ଆଜି ବି ସବୁଠି ଶୁଣିବାକୁ ମିଳିବ। ଏହି ଚର୍ଚ୍ଚାରେ ସାମିଲ ହୋଇଥିବାରୁ ଧନ୍ୟବାଦ।